ଗୁଳିକାଣ୍ଡରେ କିନ୍ତୁ ସୌମ୍ୟଙ୍କର ମୃତ୍ୟୁ ହୋଇଛି। ସୌମ୍ୟରଞ୍ଜନ ଜେନାଙ୍କୁ କେହି ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି। ଗୁଳିକାଣ୍ଡରେ ସୌମ୍ୟଙ୍କର ମୃତ୍ୟୁ ହୋଇଛି। ତାଙ୍କ ପେଟରେ ବାଜିଛି ଗୁଳି ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଏସ୍ସିବିକୁ ନିଆଯାଇଥିଲା, କିନ୍ତୁ ସେଠାରେ ମେଡିକାଲ କାଜୁଆଲିଟିରେ ତାଙ୍କର ଜୀବନ ଚାଲିଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କାହିଁକି କୋଉ ଉଦ୍ଦେଶ୍ୟରେ କଣ ପଛରେ କାରଣ ରହିଛି ତାହା ଯଦିଓ ଜଣାପଡ଼ି ନାହିଁ, କିନ୍ତୁ ତାଙ୍କ କେହି ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ଼ କରିଛି। ପୂର୍ବ ଶତ୍ରୁତା ନା ଆଉ କିଛି କାରଣ ରହିଛି, ଏସବୁ ଦିଗକୁ ନେଇ ପୋଲିସ ଇନଭେଷ୍ଟିଗେସନ ଆରମ୍ଭ କରିଛି। ତେବେ ନୂଆପଡ଼ା ପ୍ରେସ କଲୋନି କ୍ଲବ ନିକଟରେ ଏଭଳି ଗୋଟେ ଅଭାବନୀୟ ଘଟଣା, ଦୁଃଖଦ ଘଟଣା ଘଟିଛି। ଗୁଳିକାଣ୍ଡ ହୋଇଛି ଏବଂ ବରିଷ୍ଠ ଅଧିକାରୀ ମଧ୍ୟ ଗ୍ରାଉଣ୍ଡରେ ପହଞ୍ଚିଲେଣି। ଆପଣ ଦେଖିପାରୁଛନ୍ତି କୋଉଠି ଭାବରେ ଏଭଳି ଗୋଟେ ଘଟଣା ଘଟିଛି। ଏକ୍ସକ୍ଲୁସିଭ ଭିଜୁଆଲ ଦେଖାଉଛୁ ଏବଂ ଏସ୍ସିବି ଆଗରେ କେମିତି ପୋଲିସ ଛାଉଣି ହୋଇଛି। ଟ୍ରମା କେୟାର ସେଣ୍ଟର ଆପଣ ଦେଖୁଛନ୍ତି, ଏସ୍ସିବି ମେଡିକାଲ ଟ୍ରମା କେୟାର ସେଣ୍ଟର ଆଗରେ ଲୋକଙ୍କର ଭିଡ଼ ରହିଛି। ତାପରେ ପୋଲିସର ଭିଡ଼ ମଧ୍ୟ ରହିଛି। ସୌମ୍ୟ ରଞ୍ଜନ ଜେନାଙ୍କୁ କେହି ଦୁର୍ବୃତ୍ତ ଗୁଳିମାଡ଼ କରିଛି। ଦୁବେନ୍ଦୁ ଅଛନ୍ତି ଫୋନ୍ ଲାଇନ୍ ଅଧିକ ସୂଚନା ପାଇଁ। ଦୁବେନ୍ଦୁ, କେତେବେଳେ ଘଟଣା ଘଟିଛି ଡିଟେଲ୍ସରେ କୁହନ୍ତୁ, ପୁରା ଘଟଣା କଣ? ବର୍ତ୍ତମାନ ଆମେ ଅଞ୍ଚଳବାସୀଙ୍କ ସହିତ ଆଲୋଚନା କରୁଛୁ ଯେ ପାଖାପାଖି 2ଟାରୁ 2:30 ଭିତରେ ହିଁ ଘଟଣା ଘଟିଛି ଏବଂ ସେହି ଦୁର୍ବୃତ୍ତ ସେ ସୌମ୍ୟରଞ୍ଜନ ଜେନା ରିଙ୍କୁଙ୍କୁ ଗୁଳିମାଡ଼ କରିଛି ଏବଂ ଗୁଳିମାଡ଼ ତାଙ୍କର ପେଟ ଏବଂ ଛାତି ମଝିରେ ତାଙ୍କର ଗୁଳି ବାଜିଛି ଏବଂ ବର୍ତ୍ତମାନ ସେ ଏସ୍ସି ମେଡିକାଲରେ ଭର୍ତ୍ତି କରାଯାଇଛି। ଯାହା ସୂଚନା ରହିଛି ଏହି ଗୁଳିକାଣ୍ଡରେ ସୌମ୍ୟଙ୍କର ମୃତ୍ୟୁ ହୋଇସାରିଛି ଏବଂ କିଏ ଏହି ଗୁଳିକାଣ୍ଡ ଘଟାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ମେଡିକାଲ ପରିସରରେ ସ୍ଥାନୀୟ ଅଞ୍ଚଳବାସୀ ଏବଂ ପୋଲିସ ପୁରା ଛାଉଣି ହୋଇକି ରହିଛନ୍ତି। ବାସ୍ତବିକ ଏ ଘଟଣା କିଏ ଘଟାଇଲା, ଏ ଘଟଣା ପଛରେ କିଏ ରହିଛି ତାର କୌଣସି ଏପର୍ଯ୍ୟନ୍ତ ସ୍ପଷ୍ଟତା ଆସିନାହିଁ। କିନ୍ତୁ ଯାହା କୁହାଯାଉଛି ଯେ କିଛି ପୂର୍ବ ଶତ୍ରୁତା ଥାଇପାରେ ବା କୌଣସି ପ୍ରୋଭୋକେସନ ବା ସଡନ ପ୍ରୋଭୋକେସନ ଏଭଳି ଏକ ଘଟଣା ଘଟିଛି ତାହା ମଧ୍ୟ ବର୍ତ୍ତମାନ କହିହେବ ନାହିଁ। ପୋଲିସ ଘଟଣାର ତଦନ୍ତ କରିବ, କିନ୍ତୁ ବର୍ତ୍ତମାନ ଯେହେତୁ ମେଡିକାଲ ପରିସରରେ ଅଞ୍ଚଳବାସୀ ଅଛନ୍ତି ଏବଂ ତାଙ୍କର ଯୋଉ ସାଙ୍ଗସାଥୀ ସେମାନେ ମଧ୍ୟ ଅଛନ୍ତି ଏବଂ ଚାପା ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଛି। ତେଣୁ ଏ ଘଟଣା କିଏ ଘଟାଇଲା ବାସ୍ତବିକ ତାହା ଏକ କମିଶନରେଟ ପୋଲିସ ପାଇଁ ଏକ ଚିନ୍ତାର କାରଣ। କାରଣ ଦିନ ଦ୍ୱିପହରରେ ଯେତେବେଳେ ଗୁଳିକାଣ୍ଡ ହେଉଛି ଏବଂ ଯାହା କୁହାଯାଉଛି ସୌମ୍ୟରଞ୍ଜନ ଜେନା ରିଙ୍କୁ ଜଣେ ଭଲ ଖେଳାଳି, ସେ ଭଲ କ୍ରିକେଟ ଖେଳନ୍ତି ଏବଂ ପ୍ରତିଦିନ ସେ ଅଞ୍ଚଳରେ କ୍ରିକେଟ ଖେଳନ୍ତି। କଟକ ସହରର ଦିନ ଦ୍ୱିପହରରେ ଏଭଳି ଗୋଟେ ଗୁଳିକାଣ୍ଡ ହେଉଛି, ଜଣେ ଭଲ ଖେଳାଳିଙ୍କ ଉପରୁ ସୌମ୍ୟଙ୍କ ଉପରକୁ ଗୁଳିମାଡ଼ କରାଯାଉଛି। ତ କିଛି ପୋଲିସ କିଛି ପ୍ରତ୍ୟକ୍ଷଦର୍ଶୀଙ୍କର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ କି ସେ ଦୁର୍ବୃତ୍ତ କୋଉଥିରେ ଆସିଥିଲେ, ଜଣେ ଥିଲେ ନା ଏକାଧିକ ଥିଲେ, ପୂର୍ବ ଶତ୍ରୁତା ନା ଅନ୍ୟ କିଛି କାରଣ ରହିଛି? ପୋଲିସ କିଛି ପ୍ରାକ୍ ଆଭାସ ମିଳୁଛି କି ପୋଲିସକୁ? ଆମେ ସ୍ଥାନୀୟ ବାସିନ୍ଦାଙ୍କର କିଛି ପ୍ରତିକ୍ରିୟା ମଧ୍ୟ ନେଇଛୁ ଏବଂ ସେମାନଙ୍କର କହିବା କଥା ଯେ ଘଟଣାସ୍ଥଳରେ ଘଟଣା ସମ୍ପର୍କରେ ସେମାନେ ସବିଶେଷ ତଥ୍ୟ ସେମାନଙ୍କ ପାଖରେ ନାହିଁ ବା ସେମାନେ ଦେଖିନାହାନ୍ତି। ଯେତେବେଳେ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଗଲା ଏବଂ ସ୍ଥାନୀୟ ଲୋକ ତାକୁ ଉଦ୍ଧାର କରିକି ମେଡିକାଲକୁ ଆଣିଥିଲେ ଏବଂ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଏବଂ ଏବେ ସେମାନେ ଯୋଉ ସ୍ଥାନୀୟ ଅଞ୍ଚଳର ଶତାଧିକ ଯୁବକ ଏବଂ ସ୍ଥାନୀୟ ଅଞ୍ଚଳବାସୀ ସେମାନେ ବର୍ତ୍ତମାନ ମେଡିକାଲରେ ରୁଣ୍ଡ ହୋଇଛନ୍ତି। ତେଣୁ ଏ ଘଟଣା ପଛରେ ବାସ୍ତବିକ କିଏ ଗୁଳିକାଣ୍ଡ ଘଟେଇଲା ଏବଂ ୟା ପଛରେ କଣ କାରଣ ତାହା ପୋଲିସ ତଦନ୍ତ କଲା ପରେ ହିଁ ସ୍ପଷ୍ଟ ହେବ ବାସ୍ତବିକ ଗୁଳିକାଣ୍ଡ କାହିଁକି ଘଟିଲା। କିନ୍ତୁ ଯାହା କୁହାଯାଉଛି ଯେ କିଛି ପୂର୍ବ ଶତ୍ରୁତା ଥାଇପାରେ କି ବା ହଠାତ୍ କୌଣସି ଝଗଡ଼ା ଝାଣ୍ଟି ହେଉଛି ତାକୁ ନେଇକି ଗୁଳିକାଣ୍ଡ ହେଇଛି, ଏଭଳି ଏକ ପ୍ରଶ୍ନ ବର୍ତ୍ତମାନ ସୃଷ୍ଟି ହେଉଛି। ଏବଂ ମେଡିକାଲ ଭିତରେ ଆମେ ଯଦି ଦେଖିବା ସୌମ୍ୟଙ୍କର ଅନେକ ସାଙ୍ଗ